এই ଋତୁର ପପୁଲାର ଫଳ ହେଉଛି ଜାମୁକୋଳି। ଜାମୁକୋଳି ଆପଣଙ୍କୁ ଯେତେ ସବୁ ବେନିଫିଟ୍ ଦିଏ ଠିକ୍ ସେମିତି ଜାମୁକୋଳିର ମଞ୍ଜି ବି ଆପଣଙ୍କୁ ବହୁତ ସାରା ବେନିଫିଟ୍ ଦିଏ। ଆଜିର ଭିଡ଼ିଓରେ ଆପଣ ଜାଣିବେ ଯଦି ଜାମୁକୋଳି ମଞ୍ଜିର ପାଉଡରକୁ ଆପଣ ରେଗୁଲାର ଆପ୍ଲାଏ କରନ୍ତି ଆପଣଙ୍କୁ କିଭଳି ଭାବରେ 7ଟି ବେନିଫିଟ୍ ମିଳିପାରିବ, କେମିତି ଏହାକୁ ଆପଣ ପ୍ରିପେୟାର କରିବେ ଆଉ କେଉଁମାନେ ଏହି ପାଉଡରକୁ ଆପ୍ଲାଏ କରିପାରିବେ ନାହିଁ, ସବୁ ବିଷୟରେ ଡିଟେଲ୍ସରେ ଆପଣ ଜାଣିପାରିବେ। ତ ସେଥିପାଇଁ ଭିଡ଼ିଓଟିକୁ ଆପଣ ପୁରା ଦେଖନ୍ତୁ। ଫାର୍ଷ୍ଟ ଆପଣ ଜାଣନ୍ତୁ ଯେ ଏହି ଜାମୁକୋଳି ମଞ୍ଜିର ପାଉଡରରୁ ଆପଣଙ୍କୁ କ'ଣ କ'ଣ ବେନିଫିଟ୍ ମିଳିବ, ତାପରେ ଜାଣିବେ କେମିତି ଏଇଟାକୁ ଆପଣ ପ୍ରିପେୟାର କରିବେ। ଦେଖନ୍ତୁ ଯଦି ବେନିଫିଟ୍ କଥା କହିବା ତେବେ 7ଟି ବେନିଫିଟ୍ ବିଷୟରେ ଆଜି ମୁଁ ଆପଣଙ୍କୁ କହିବି। ଫାର୍ଷ୍ଟ ହେଉଛି ଯେ ଆପଣଙ୍କର ବୋନ୍ର ଷ୍ଟ୍ରେଂଥ ବଢ଼ିବ। ଦେଖନ୍ତୁ ଏଥିରେ ବହୁତ ଅଧିକ କ୍ୟାଲସିୟମ ଆପଣଙ୍କୁ ମିଳେ। ଯେହେତୁ ଗୋଟିଏ ମଞ୍ଜି, ତ ଯେତେ ସବୁ ମଞ୍ଜି ରହିଛି ମଞ୍ଜି ଜାତୀୟ ଖାଦ୍ୟ ଏ ଦୁନିଆରେ ସବୁଥିରେ କ୍ୟାଲସିୟମ ପ୍ରୋଟିନ ଏ ସବୁକୁ ଆପଣଙ୍କୁ ଭରପୁର ମିଳେ। ଆଉ ଠିକ୍ ସେମିତି ଜାମୁକୋଳିର ମଞ୍ଜିରେ ବି ଆପଣଙ୍କୁ କ୍ୟାଲସିୟମ ମିଳେ, ଯାହାଦ୍ୱାରା ଆପଣଙ୍କର ହାଡ଼ ମଜବୁତ ହୁଏ ଆଉ ଆପଣଙ୍କର ମାଂସପେଶୀ ବି ମଜବୁତ ହୁଏ। ଯେଉଁମାନଙ୍କର ବୟସ ଅଧିକ ବଢ଼ିଗଲାଣି, ଯେଉଁମାନେ ଚାହୁଁଛନ୍ତି ଯେ ମାଂସପେଶୀ ଟିକେ ଷ୍ଟ୍ରଙ୍ଗ ହେଉ, ହାଡ଼ ଷ୍ଟ୍ରଙ୍ଗ ହେଉ, ଯେଉଁଟାକି ବୟସ ବଢ଼ିଲେ ନିହାତି ଦରକାର। ଏବେ ତ କମ୍ ବୟସରେ ବି ଆପଣମାନଙ୍କର ହାଡ଼ ଜନିତ ସମସ୍ୟା ବାହାରୁଛି, କିନ୍ତୁ ନର୍ମାଲି ଏଇଟା 40 ବର୍ଷ ପରେ ହିଁ ବାହାରେ। ଆଉ ଯେଉଁମାନଙ୍କର ବି ଏଭଳି କିଛି ସମସ୍ୟା ହେଉଛି, ରେଗୁଲାର ଜଏଣ୍ଟ ପେନ୍ ହେଉଛି କିମ୍ବା ରେଗୁଲାର ଆପଣଙ୍କର ମାଂସପେଶୀ ଦରଜ ବିନ୍ଧା ଛିଟିକା କରୁଛି, ତ ସେମାନେ ଏହି ସିଜନରେ ଜାମୁକୋଳି ବି ଖାଆନ୍ତୁ ଆଉ ଜାମୁକୋଳିର ମଞ୍ଜିକୁ ବି ରଖନ୍ତୁ ତାକୁ ପାଉଡର ବନେଇବା ପାଇଁ। ଆଉ ଯେତେବେଳେ ରେଗୁଲାର କିଛି ଦିନ ଆପଣ ତାକୁ ଆପ୍ଲାଏ କରିବେ, ଦେଖିବେ ଏଥିରେ ଆପଣଙ୍କର ହାଡ଼ ମଜବୁତ ହେଇପାରିବ, ମାଂସପେଶୀ ଜନିତ ଯେତେ ସବୁ ଦରଜ କିମ୍ବା ବିନ୍ଧା ଛିଟିକାର ସମସ୍ୟା ସିଏ ସବୁ ଧୀରେ ଧୀରେ କମିବ, କିନ୍ତୁ ରେଗୁଲାର ଏହାକୁ ଆପଣଙ୍କୁ କିଛି ଦିନ ଆପ୍ଲାଏ କରିବା ପାଇଁ ପଡ଼ିବ। ନେକ୍ସଟ ହେଉଛି ଯେ ଆପଣଙ୍କର ସୁଗର ଲେଭେଲ କଣ୍ଟ୍ରୋଲରେ ରହିବ। ଦେଖନ୍ତୁ ଯେମିତି ଜାମୁକୋଳି ଆପଣଙ୍କର ସୁଗର ଲେଭେଲକୁ କଣ୍ଟ୍ରୋଲକୁ ନେଇ ଆସେ, ଆପଣଙ୍କର ଯଦି ହାଇ ସୁଗର ରହୁଛି ତାକୁ ଧୀରେ ଧୀରେ କରିକି ତଳକୁ ନେଇ ଆସିବ, ତ ଠିକ୍ ସେମିତି ଜାମୁକୋଳିର ମଞ୍ଜି ବି ଆପଣଙ୍କୁ ସେହି ବେନିଫିଟ୍ ଦେଇପାରିବ ଯେଉଁଟା ଆପଣଙ୍କର ସୁଗରକୁ କଣ୍ଟ୍ରୋଲ କରିବ। ଗୋଟେ ତ ହେଲା ଏଇ ସିଜନରେ ଆପଣ ଜାମୁକୋଳି ଖାଇଲେ ଯେଉଁଟା ରେଗୁଲାର ଖାଇବା ଦ୍ୱାରା ଆପଣଙ୍କର ସୁଗରକୁ କଣ୍ଟ୍ରୋଲ କରିବ, ପ୍ଲସ୍ ଯେଉଁ ବେନିଫିଟ୍ଟା ମିଳିବ ସେଇଟା ଆପଣଙ୍କର 4ରୁ 6 ମାସ ପର୍ଯ୍ୟନ୍ତ ଆପଣଙ୍କ ଶରୀରରେ ରହିବ। ଆଉ ଜାମୁକୋଳିର ମଞ୍ଜିକୁ ଆପଣ ଏମିତି ଭାବରେ ପ୍ରିପେୟାର କରିବେ ଯେ ସେଇଟା ଆଗକୁ 4ରୁ 6 ମାସ ପର୍ଯ୍ୟନ୍ତ ଆପଣଙ୍କ ପାଖରେ ଷ୍ଟୋର ହେଇକି ରହିପାରିବ, କିଛି ଖରାପ ହବନି ଆଉ ଆପଣଙ୍କ ସୁଗର ଲେଭେଲକୁ ବି କଣ୍ଟ୍ରୋଲ କରିକି ରଖିବ। କେମିତି ପ୍ରିପେୟାର କରିବେ ଆଗକୁ ଜାଣିବେ, କିନ୍ତୁ ସୁଗର ଲେଭେଲ ଆପଣଙ୍କର ଜାମୁକୋଳି ବି କଣ୍ଟ୍ରୋଲ କରିବ ଆଉ ଆପଣଙ୍କର ସେଇ ଜାମୁକୋଳିର ମଞ୍ଜି ବି କଣ୍ଟ୍ରୋଲ କରିପାରିବ। ତ ଏଇଠି ଆପଣଙ୍କୁ ଡବଲ ଫାଇଦା ମିଳିଯାଉଛି। ଡବଲ ଫାଇଦା ଅର୍ଥାତ୍ ଫଳ ବି ଖାଇଲେ ଆଉ ତାର ମଞ୍ଜିକୁ ବି ଆପଣ ଆପ୍ଲାଏ କଲେ, ଯୋଉଟାକି ଆପଣଙ୍କୁ ମଞ୍ଜିଟା ଫଳ ସହିତ ଫ୍ରି ମିଳୁଛି, ତା ପାଇଁ ଆପଣ ଅଧିକା କିଛି କଷ୍ଟ ଦଉନାହାନ୍ତି, କିନ୍ତୁ ଫାଇଦା ହିଁ ଫାଇଦା ଏଥିରେ ଆପଣଙ୍କୁ ମିଳିବ। ଆଉ ଯଦି ମନେ କରନ୍ତୁ ଆପଣ ମଞ୍ଜିକୁ ଷ୍ଟୋର କରିପାରିଲେ ନାହିଁ କିମ୍ବା ତାକୁ ପ୍ରିପେୟାର କରିପାରିଲେ ନାହିଁ, ତେବେ ଆପଣ କ'ଣ କରିବେ ସେ କଥା ବି ଆଗକୁ ଜାଣିବେ। ଜାମୁକୋଳିର ମଞ୍ଜି ଆପଣଙ୍କର ମେଟାବଲିଜମକୁ ମଧ୍ୟ ବୁଷ୍ଟ କରେ, ଯାହାଦ୍ୱାରା ଆପଣଙ୍କର ୱେଟ୍ ଲସ୍ ଶୀଘ୍ର ହୁଏ। ଆପଣ ବହୁତ ମୋଟା ହେଇଯାଉଛନ୍ତି କିମ୍ବା ଆପଣଙ୍କର ଡାଇବେଟିସ୍ ଯୋଗୁଁ ଆପଣ ଚାହୁଁଛନ୍ତି ଯେ ଟିକେ ଓଜନ କମିବା ନିହାତି ଦରକାର, ନଚେତ ଆପଣଙ୍କର ଜଏଣ୍ଟ ପେନ୍ ବହୁତ ଅଧିକ ବଢ଼ିଯାଉଛି ଆଉ ଓଜନ ଅଧିକ ବଢ଼ିବା ଦ୍ୱାରା ସେଇଟା ଆପଣଙ୍କର କମିପାରୁନି, ତ ଆପଣଙ୍କର ଓଜନକୁ ବି କମେଇବା ନିହାତି ଦରକାର ପଡ଼ୁଛି ଆପଣଙ୍କୁ। ଆଉ ଜାମୁକୋଳିର ମଞ୍ଜି ଆପଣଙ୍କୁ ବହୁତ ସାରା ବେନିଫିଟ୍ ଦେଇପାରିବ ସେତେବେଳେ ଯଦି ଆପଣଙ୍କର ଓଜନ ଠିକ୍ ରହିବ। ଆଉ ଯାହାକୁ ହେଲ୍ପ କରିବ ଜାମୁକୋଳି ମଞ୍ଜି କିମ୍ବା ଜାମୁକୋଳି ବି ଆପଣଙ୍କୁ ହେଲ୍ପ କରେ ଓଜନ କମେଇବା ପାଇଁ, କାରଣ ଜାମୁକୋଳିରେ କ୍ୟାଲୋରି କମ୍ ଥାଏ। କିନ୍ତୁ ଯେତେବେଳେ ଆପଣ ଜାମୁକୋଳିର ମଞ୍ଜିକୁ ଆପ୍ଲାଏ କରନ୍ତି ତ ସେତେବେଳେ ଆପଣଙ୍କର ମେଟାବଲିଜମ ବୁଷ୍ଟ ହୁଏ, ଯାହାଦ୍ୱାରା ଆପଣଙ୍କର ଯଦି ଅଲରେଡି ଚର୍ବି କିଛି ଜମି ଯାଇଛି ପେଟରେ କିମ୍ବା ଆପଣଙ୍କର ପୁରା ଶରୀରରେ ଚର୍ବି ଜମି ଯାଇଛି, ଆପଣ ମୋଟା ହେଇଯାଇଛନ୍ତି, ତ ସେହି ଚର୍ବିକୁ କମେଇବା ପାଇଁ ଆପଣଙ୍କ ଶରୀରକୁ ସାହାଯ୍ୟ କରିବ, ଯାହାଦ୍ୱାରା ମେଟାବଲିଜମ ବୁଷ୍ଟ ହୁଏ। ଆଉ ଏହାଦ୍ୱାରା ଆପଣ ଯେତେବେଳେ ଏକ୍ସରସାଇଜ କରନ୍ତି କିମ୍ବା ଆପଣ କିଛି ବି ଫିଜିକାଲ ଆକ୍ଟିଭିଟି ଯେଉଁଟାକି ଦୌଡ଼ିବା ହେଇପାରେ, ସାଇକେଲ ଚଲେଇବା ହେଇପାରେ, ତ ତା ଦ୍ୱାରା ଆପଣଙ୍କର ଚର୍ବିଟା ଜଲ୍ଦି କମେ। ଜାମୁକୋଳି ମଞ୍ଜିରେ ଆପଣଙ୍କୁ ବହୁତ ଅଧିକ ଆଣ୍ଟିଅକ୍ସିଡେଣ୍ଟ ମିଳେ। ସେମିତି ତ ସବୁ ଫଳରେ ଆଣ୍ଟିଅକ୍ସିଡେଣ୍ଟ ଭରପୁର ରହିଛି, କିନ୍ତୁ ଜାମୁକୋଳିରେ ଯେତିକି ଆଣ୍ଟିଅକ୍ସିଡେଣ୍ଟ ଆପଣଙ୍କୁ ମିଳେ ତାଠାରୁ ବି ଢେର ଗୁଣା ଅଧିକ ଆଣ୍ଟିଅକ୍ସିଡେଣ୍ଟ ଆପଣଙ୍କୁ ତାର ମଞ୍ଜିରେ ମିଳିଯିବ, ଯାହାଦ୍ୱାରା ଆପଣଙ୍କ ଶରୀରରେ ରକ୍ତ ଧମନୀ ମାନଙ୍କରେ ଯେଉଁ ପ୍ରକାରର ବ୍ଲକେଜ ଯଦି ସୃଷ୍ଟି ହେଇଛି କିମ୍ବା ବ୍ୟାଡ୍ କୋଲେଷ୍ଟ୍ରୋଲ ଜମା ହେଇକି ରହୁଛି ସିଏ ଧୀରେ ଧୀରେ କମେ। ଦେଖନ୍ତୁ ଯେତେବେଳେ ବ୍ଲକେଜ ଆପଣଙ୍କ ରକ୍ତ ଧମନୀରେ ସୃଷ୍ଟି ହୁଏ, ତାର ମାନେ ହେଲା ଯେ ନିହାତି କୋଲେଷ୍ଟ୍ରୋଲ ଯୋଗୁଁ ସୃଷ୍ଟି ହେଉଛି କିମ୍ବା ତେଲ ଆପଣ ଖାଦ୍ୟରେ ଅଧିକ ଖାଇଦେଉଛନ୍ତି ତା ପାଇଁ ସୃଷ୍ଟି ହେଉଛି, ଯାହା ବି ହଉ, କିନ୍ତୁ ବ୍ୟାଡ୍ କୋଲେଷ୍ଟ୍ରୋଲକୁ କମେଇବ ଆପଣଙ୍କ ରକ୍ତରୁ ଆଉ
रक्त धमनी रे जो प्रकार ब्लॉकेज सृष्टि होती धीरे धीरे कमेब किंतु एहाको आपनको रेगुलर अप्लाई करने को पड़िबो तेबे ही किछिटा फरक आपनको जना पड़िबो कारण ब्लॉकेजटा एते शीघ्र कमी जाइनी जोटा रक्त धमनी रे आपणकर जमी जाइछि सेटा गोटे चिपचिपा पदार्थ आउ आपण भाबिबेनी जे जेमिति गोटे पाइप रे किछि मळी लागि जाइछि आमे ताकू जेमिति हेले बाहर करदबा किछि गोटे काठी पुरेबा किछि गोटे जहाँ भी पुरेकी आमे ताकू बाहर करदबा किंतु आपणक शरीर भितर रक्त धमनी आ रक्त धमनी रे ब्लॉकेज सेटा को आपण हाथ पुरेकी तो बाहर करि परिबेनी ताको बाहर करबा पई जते रेगुलर किछि दिन एहाको आपण अप्लाई करिवे तेबे ही सेटा धीरे धीरे करके क्लियर हुए प्लस कोलेस्ट्रोल को कमेबा पई आपण अलग डाइट भी फॉलो करबा दरकार जति आपण चाहूचंती कोलेस्ट्रोल कमेबा पई कोन आपण डाइट फॉलो करिवे तो आपण मते कमेंट सेक्शन रे जणा दो मु ता पई गोटे अलग वीडियो आपण पई कर देबी आउ गोटे भलो बेनिफिट होची जे आपण को एनर्जी जोगाए एही जामुकोड़ी रो मंजी कारण एथिरे बहुत अधिक आपनको विटामिन सी भी मिल जाउची एथिरे एंटीऑक्सीडेंट मिल जाउची गोटे एनर्जी बूस्टर भली आपनको पई काम करि परिबो जामुकोड़ी रो मंजी आउ जति रेगुलर याको अप्लाई करंती आपण एटा आपनको शक्ति प्रदान करिबा सहित एटा आपनको शरीर को भी प्रोटीन जोगाए प्लस आपणकर मांसपेशी को सुदृढ़ करिबो जहा द्वारा कि आपनको सब बेले जो थकालिया लागुथिला से आपणकर दूर हे जिवो आ सब बेले आपनको एनर्जेटिक फील हे थाए प्लस एथिरे आपणकर रक्त भी सफा हुए देखो जदि आपण किछि खाद्य खाउछंती किंबा किछि भी आपणक शरीर रे विषाक्त पदार्थ जमा हेकी रहुची तार रिफ्लेक्शन टा आपणकर स्किन ऊपर देखा जिवो जहा द्वारा आपणक स्किन रे पिंपल्स हे जाय तो जदि आपण टीन एज रे अछंती तेबे भी आपण एही मंजी को अप्लाई करि परिबे जदि आपणकर बयस अधिका बढ़ी गलानी किंबा आपणकर जे कोनसी एज हो जदि आपणकर रक्त अपरिष्कार रहुची जहा द्वारा आपणकर सब बेले स्किन रे समस्या किंबा एलर्जी ए सब बढ़ी जाउची तो आपण चेष्टा करंतु किछि गोटे एमिति खाद्य खाइबे किछि गोटे एमिति आपण ड्रिंक पीबे जोथरे आपणकर रक्त सफा हे परिबो आउ ठीक सेमिति जामुकोड़ी मंजी भी आपणकर रक्त को सफा करे जोटा कि आपणकर स्किन को भी क्लियर करिबो आउ जते बेले आगुर भी गोटे मु वीडियो बनेछि जोटा कि लास्ट वीडियो मोर जामुकोड़ी ऊपर सेटा थिला सेथरे भी मु कहिथिली जे जति आपण रेगुलर याको खांती तो विटामिन सी आपणको मिले जोटा आपणकर रक्त को सफा करे आउ आपणकर स्किन रो हेल्थ को बेटर करे तो ठीक सेमिति जामुकोड़ी मंजी भी आपनको बहुत सारा फायदा दबा आपणकर स्किन रो हेल्थ को बेटर करिबो एथि पई जे एटा आपणको शरीर रो विषाक्त पदार्थ को बाहर कर दिए आ सेही विषाक्त पदार्थ रे आपणकर कोलेस्ट्रॉल भी आसुची आपणकर यूरिक एसिड भी आसुची तो ए सब विषाक्त पदार्थ जते बेले बाहरी जाउची आपणको शरीर सफा हे जिवो रक्त सफा हबो आउ एथिरे स्किन रो समस्या भी आपणकर कमे एही जामुकोड़ी मंजी रे आपणको पोटेशियम भी मिल जाउची सेमिति तो जामुकोड़ी रे पोटेशियम रही तार मंजी भी पोटेशियम रहिला आउ ए पोटेशियम आपणकर हाई बीपी जति सब बेले रहुची प्रॉब्लम करूची आपनको तो ताको भी कंट्रोल करिबारे आपनको सहायता करे तो ये सब गला केतोटी फायदा जो गुडाक आपनको जामुकोड़ी रो मंजी देई पारिबो गोटे सीजन अच्छी जे आपण जामुकोड़ी एही मासे 1.5 मास किंबा 2 मास ही खाई परिबे किंतु सीजन सरी गला परे आउ आपनको जामुकोड़ी मिलेनी किंतु एही जामुकोड़ी रो मंजी को आपण स्टोर करिके रखि परिबे आउ 4 ରୁ 6 मास ताको आराम से आपण अप्लाई करि परिबे सेटा खराब ही हबनी तो प्रिपेयर करिबे ताको केमिति देखंतु आपण जामुकोड़ी खाइले तार मंजी को आपण स्टोर करिबे तो तार मंजी को आपण फर्स्ट भलो भाबरे धोई दियंतु आउ जेते बेले धोई सारले ताको आपण 5 ରୁ 7 दिन बहुत ही भलो टाण खरा रे ताको सुकादो फर्स्ट सुकीबा दरकार जेते सब मॉइस्चर रही सी जेमिति बाहरी जिवो तो ताको फर्स्ट सुकेबा दरकार तो जेते बेले सुकी गला पर आपण जानले जे भलो भाबरे सुकी जाइछि आउ टिके भी मॉइस्चर नाही किंतु किछि तो मॉइस्चर ता भितरे आहुरी रही देबो जोगुडा आपण देखि पारंतिनी तापरे आपण सेही मंजी को आनिकी पूरा गैस रो फ्लेम को सीम कर देबे आ ताको भाजंतु 15 ରୁ 20 मिनिट न पोड़ीबा दरकार जेमती कला न पड़ो किंतु जेमती भल भाव भाजी हो मॉइस्चर आउ जहाँ भी अल्प अल्प थी सी जमी बाहरी जीव तो से भाई आप भाजतु तापर ताकू आपण ब्लेंडर रे पूरा फाइन पाउडर बनै दियंतु हाँ सेमिति तो आप ब्लेंडर रे जति एकाथरे के ताकू पकेबे तो सेटा फाइन पाउडर हुएनी आपण आउ गोटे स्थान रे जेमति कि हेमदस्ता तो सेथिरे टिके कुटी दियंतु दर छेचिबा हबा परे ताकू आपण ब्लेंडर रे देखिबे मिक्स करिके जति पाउडर बनाउचंती तो सेटा भलो फाइन पाउडर भी हे जाय ताकू आपण गोटे एयर टाइट कंटेनर रे स्टोर करिके रखि दियंतु एटा आउ खराब हबार ही नाही एथिरे कौनसी प्रकार मॉइस्चर रहिलानी तो सेटा मॉइस्चर जेहेतु नाही सेटा खराब हबनी तथापि आपण भाबुचन जे नाई काले खराब हे जेबो त आउ गोटे काम आपण करि परिबे प्रति 15 दिन किंबा मासे के थरे ताको बाहर करंतु गोटे पेपर रे पकातु गोटे प्लेट रे पकई परिबे ताको टिके खरा आपण लगे दियंतु
ତ ଏଥିରେ ଆପଣଙ୍କର ସେ ପାଉଡରଟି ଠିକ୍ ଠାକ୍ ରହିବ, ଯୋଉଥିରେ ଆଉ କିଛି ବି ଖରାପ ହବାର ନାହିଁ। ଆଉ ଏହି ପାଉଡରକୁ ଆପଣ ସକାଳେ କିମ୍ବା ରାତିରେ ଶୋଇବା ସମୟରେ ପାଣିରେ ମିକ୍ସ କରିକି 1/4 ଚାମଚ, ବେଶୀ ଆମାଉଣ୍ଟର ଆଦୌ ବି ଆପଣ ନେବେନି, ଅଳ୍ପ କ୍ୱାଣ୍ଟିଟିର ନେବେ, ତାକୁ ଆପଣ ପାଣିରେ ମିକ୍ସ କରିକି ପିଇପାରିବେ। ତାକୁ ଆପଣ ଅଲଗା ଉପାୟରେ ବି ଖାଇପାରିବେ, କିନ୍ତୁ ସବୁଠାରୁ ବେଟର ହବ ଯେ ଏଇଟା ଆପଣ ପାଣିରେ ହିଁ ମିକ୍ସ କରିକି ତାକୁ ପିଅନ୍ତୁ। କିନ୍ତୁ ମନେ ରଖନ୍ତୁ, କେଉଁମାନେ ଖାଇବେନି ସେ କଥା ବି ଜାଣିବା ଦରକାର। ଯେଉଁମାନଙ୍କର ସୁଗର ଲେବଲ ଅଲରେଡି କମ୍ ରହିଛି ତ ସେମାନେ ଖାଆନ୍ତୁ ନାହିଁ, କାରଣ ସୁଗର ଲେବଲ ଆହୁରି କମିଯିବ, ଯୋଉଟାକି ପ୍ରୋବ୍ଲେମ କରିବ ଆପଣଙ୍କୁ। ଯଦି ଏହି ମଞ୍ଜିର ପାଉଡରକୁ ଖାଇବା ପରେ କିମ୍ବା ପାଣିରେ ମିକ୍ସ କରିକି ପିଇବା ପରେ ଆପଣଙ୍କର ଆସିଡିଟି କିଛି ହେଉଛି, ତାର ଅର୍ଥ ହେଲା ଯେ ହୁଏତ ଆପଣଙ୍କ ଶରୀରରେ ଯାଉନି, ଏଇଟା ଏଲର୍ଜି କରୁଛି, ଯାହାଦ୍ୱାରା ଆସିଡିଟି ବଢିଯାଉଛି ଆପଣଙ୍କର, ତ ଆପଣ ବନ୍ଦ କରିଦେବେ ସଙ୍ଗେ ସଙ୍ଗେ, ଆଉ ତାକୁ ଆପ୍ଲାଏ କରିବେ ନାହିଁ। ଆଉ ପ୍ରେଗନେଣ୍ଟ ଯେଉଁମାନେ ଅଛନ୍ତି ଲେଡି ମାନେ, ସେମାନଙ୍କର ଯଦି ଭାବୁଛନ୍ତି ଯେ ତାଙ୍କୁ ବି ବହୁତ ସାରା ଫାଇଦା ମିଳିବ, ତ ସେମାନେ ଆଦୌ ବି ଆପ୍ଲାଏ କରନ୍ତୁ ନାହିଁ, କାରଣ ପ୍ରେଗନେଣ୍ଟ ଲେଡି ମାନଙ୍କ ଶରୀରରେ ଅଲରେଡି ବହୁତ ସାରା ହର୍ମୋନାଲ ଚେଞ୍ଜେସ୍ ଦେଖାଯାଏ, ତ ସେମାନେ ଏଇ ସବୁ ଏକ୍ସପେରିମେଣ୍ଟ କରିବା କିଛି ବି ଦରକାର ନାହିଁ। ତ ଏମାନେ ଆପ୍ଲାଏ କରିବେ ନାହିଁ, ଆଉ ନହେଲେ ସମସ୍ତେ ଆପ୍ଲାଏ କରିପାରିବେ। ଆପଣ ଯେକୌଣସି ଏଜ୍ରେ ଅଛନ୍ତି, ଡାଇବେଟିକ୍ ପେସେଣ୍ଟ ଅଛନ୍ତି, କୋଲେଷ୍ଟ୍ରୋଲ ଆପଣଙ୍କର ବଢ଼ିକି ରହୁଛି, କିମ୍ବା ଯେଉଁମାନେ ପୁଅ ଝିଅ ଅଛନ୍ତି ଟିନ୍ ଏଜ୍ରେ, ଯେଉଁମାନଙ୍କର ପିମ୍ପଲ୍ସ ବହୁତ ଅଧିକ ହେଉଛି, ତ ସେମାନେ ବି ଏହାକୁ ଆପ୍ଲାଏ କରିପାରିବେ। ତ ଫ୍ରେଣ୍ଡସ୍, ଆଜିର ଭିଡ଼ିଓରେ ଆପଣ ଜାଣିଲେ ଯେ ଜାମୁକୋଳି ମଞ୍ଜିର ପାଉଡର ଆପଣଙ୍କୁ କିଭଳି ଭାବରେ କେତେ ସବୁ ବେନିଫିଟ୍ ଦେଉଛି। ହଁ, ଆଉ ଗୋଟିଏ କଥା ଆପଣଙ୍କୁ କହିବା ପାଇଁ ଭୁଲି ଯାଇଛି, ଯଦି ମନେ କରନ୍ତୁ ମଞ୍ଜିକୁ ଆପଣ ଷ୍ଟୋର କରିପାରିଲେ ନାହିଁ, ତେବେ କ'ଣ କରିବେ? ଆପଣ ଅନଲାଇନ୍ ବି ଏହି ମଞ୍ଜିର ପାଉଡରକୁ ମଗେଇ ପାରିବେ। ମୁଁ ଲିଙ୍କ୍ ବି ଦେଇଦେବି ଆପଣଙ୍କୁ, ଆପଣ ଅନଲାଇନ୍ ବି ପରଚେସ୍ କରିପାରିବେ। ଅଧିକ କିଛି ପ୍ରାଇସ୍ ବି ନୁହଁ ତାର। ଏଥିରେ ଆପଣଙ୍କର କିଛି ଅଧିକ ଟାଇମ୍ ଲାଗିବାର ନାହିଁ, ନା ମଞ୍ଜିକୁ ଶୁଖେଇବାର ଅଛି, ନା ତାକୁ ପାଉଡର ବନେଇବାର ଅଛି। କିନ୍ତୁ ମୋ ମତରେ ଆପଣ ଯଦି ନିଜେ ହିଁ ପ୍ରସ୍ତୁତ କରୁଛନ୍ତି, ସେଇଟା ଭଲ ହବ ଆପଣଙ୍କ ପାଇଁ। କୋଳି ବି ଖାଆନ୍ତୁ, ତାର ବି ଫାଇଦା ମିଳିଲା, ମଞ୍ଜି ବି ରଖନ୍ତୁ ତାକୁ। ଟିକେ ଆପଣଙ୍କୁ ଟାଇମ୍ ଲାଗିବ, କିନ୍ତୁ ଆପଣ ନିଜେ ହିଁ ପ୍ରିପେୟାର କରନ୍ତୁ। ଆଜିର ଭିଡ଼ିଓ ଯଦି ଆପଣଙ୍କୁ ଟିକେ ଭଲ ଲାଗିଲା, ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରିବା ଆଦୌ ବି ଆପଣ ଭୁଲିବେନି। ଆଜି ପାଇଁ ଏତିକି।